ମାହାଙ୍ଗା ବରଦିଆ ନିକଟ ସାଲେପୁର ଥାନା ମିର୍ଜାପୁର ନାଳିପୋଲ ଉପରୁ ଗତ ବିଳମ୍ବିତ ରାତିରେ କୌଣସି କାରଣରୁ ଦୁର୍ଘଟଣା ଘଟି ତଳକୁ ଖସିପଡ଼ି ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ପ୍ରକାଶ ଯେ ମାହାଙ୍ଗା ନୂର୍ତାଙ୍କ ଗ୍ରାମର ଦାମୋଦର ଦାସ ଓ ପ୍ରଦୀପ୍ତ ସାମଲ ଗତକାଲି ନେମାଳ ପୀଠରୁ ଦେବସ୍ନାନ ଉତ୍ସବ ଦେଖି ଯାଇଥିବା ବେଳେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ମିର୍ଜାପୁର ନାଳିପୋଲରୁ କୌଣସି କାରଣରୁ ଦୁର୍ଘଟଣା ଘଟି ତଳକୁ ଖସି ପଡ଼ିଥିଲେ। ସକାଳୁ ମାହାଙ୍ଗା ବରଦିଆ ଗ୍ରାମର ଲୋକେ ଦେଖି 108କୁ ଖବର ଦେବା ସହ ସାଲେପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ସେଠାରେ ଦାମୋଦରଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରଦୀପ୍ତଙ୍କର ଅବସ୍ଥା ଅଧିକ ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୋଲରେ ସୁରକ୍ଷା ବାଡ଼ ନଥିବାରୁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସାଲେପୁରରୁ ବିଶ୍ୱବଲ୍ଲଭ ନନ୍ଦଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା। मिर्जापुर आज्ञा बरदिया मझे तारिणी छक आज्ञा पाग थाना आज्ञा महंगा कटक।